যদি ভগবানଙ୍କର কথা শুনা ହୁଏ, যদি ভগবানଙ୍କର কথা ଅମୃତ କାଞ୍ଚନ ହୁଏ ବା ଶୁଣା ହୁଏ, ତାହେଲେ ସ୍ୱର୍ଗର ଅମୃତ ହେଉଛି କାଚ ସଦୃଶ। ଯାଅ, ଏ ଭଗବାନଙ୍କର କଥା ଅମୃତ ତମକୁ ଦେଇ ହବନି। ଇଏ ହୃଦନାଥ ଦାସ ଓଡ଼ିଆ ଭାଗବତରେ ପଦିଏ କହୁଛନ୍ତି। କଣ କହୁଛନ୍ତି? ନିର୍ମଳ ଭାଗବତ ବାଣୀ ଶୁଣି ତରନ୍ତି ଭବୁ ପ୍ରାଣୀ। ଆହା ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଦେଖନ୍ତୁ, ଭଗବାନଙ୍କ ନାମ, ଭଗବାନଙ୍କର ଗାନ ଗାଉଥିବା ସମୟରେ ଯଦି ଚୁପଚାପ ଦେଇକି ଆପଣ ବସି ପଡ଼ିବେ, ଯଦି ଆପଣ ମାନେ ଭଗବାନଙ୍କ ନାମ ଗାଇଲା ସମୟରେ ନିଜେ ଗାଇବେନି କିମ୍ବା ତାଳି ମାରିବେନି, ତାହେଲେ ସତସଙ୍ଗ ଅପୁରା ରହିଯିବ ବୋଲି ଆପଣ ଜାଣନ୍ତୁ। ଆପଣ ପଚାରିବେ କଣ ପାଇଁ? ଯେତେବେଳେ ଏ କାର୍ଯ୍ୟକ୍ରମକୁ ପ୍ରଥମେ ମତେ କଲ୍ ଆସିଥିଲା, ଖାଲି ସେତିକି, ସେ କଥାକୁ ଯାଉନି। ଯଦି ଆମେ କାହାକୁ ଜଣକୁ ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ଫୋନ୍ କରୁଛେ, ଯୋଗାଯୋଗ କରୁଛେ, କଲ୍ କରୁଛେ, ତାହେଲେ କେତେ ଡିଜିଟ୍ ବିଶିଷ୍ଟ ହେଇଥିବା ଦରକାର ସେ ନମ୍ବରଟି? 10 ଆମେ ଗଣୁଛେ 2 2 4 6 2 ଆଣି 10 ଯଦି ହେଇଥିବ, ତାହେଲେ ଯାଇକି ସେ ନମ୍ବରଟା ଲାଗୁଛି ବା ତାକୁ ଆମେ କଲ୍ କରୁଛେ। ଠିକ ନା? କଳି କଜିଆରେ ମନ ରହିବ, କଣ ଭଗବାନଙ୍କୁ କଲ୍ କରିବାରେ ମନ ରହିବ ନା? ତେଣୁ ଭଗବାନଙ୍କୁ ଯଦି କଲ୍ କରିବାକୁ ଚାହିଁବେ, ତାହେଲେ 10ଟି ସଂଖ୍ୟା କଣ ଜାଣନ୍ତି? ଆଜି ସେ 10 ସଂଖ୍ୟା ବତେଇବ। ସେ 10ଟି ସଂଖ୍ୟା କଣ, ଯାହାକୁ ଆଣିଲେ ଭଗବାନଙ୍କ ପାଖକୁ କଲ୍ ଲଗେଇ ପାରିବା। କଣ କରିବା? ଇଏ କେତେଟା ଆଙ୍ଗୁଳି, ଇଏ କେତେଟା ମିଶେଇ ଦିଅନ୍ତୁ 10। ଯାହା ଗୁହାରି କରିବେ ପ୍ରଭୁ ନିଶ୍ଚୟ ଶୁଣିବେ ଆଉ କଲ୍ ନିଶ୍ଚିତ ଉଠେଇବେ। ସମସ୍ତେ କରତାଳି ତାଳି ସହିତ ଭଗବାନଙ୍କର ଦିବ୍ୟ ନାମ ସଂକୀର୍ତ୍ତନ କରିବା। ଅତି ବଡ଼ି ଜଗନ୍ନାଥ ଦାସ ଲେଖୁଛନ୍ତି, କଣ କହୁଛନ୍ତି? କହିଲେ ନିର୍ମଳ ଭାଗବତ ବାଣୀ ଶୁଣି ତରନ୍ତି ଭବୁ ପ୍ରାଣୀ। ଆହା ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ହରି କଥାରେ ଯାର ଶ୍ରଦ୍ଧା, ତାକୁ ନ ଲାଗେ ଭଗବାନ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। କୃଷ୍ଣ ଶ୍ରବଣେ ଭକ୍ତି ଯାର, ସେ ପ୍ରାଣୀ ଭବ ମଧ୍ୟେ ସାର। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ବୋଲ ଶ୍ରୀମଦ୍ ଭାଗବତ ଭଗବାନ କି ଜୟ। ନିର୍ମଳ ଭାଗବତ ବାଣୀ, ଇଏ ଭାଗବତର ବାଣୀ ହେଉଛନ୍ତି ନିର୍ମଳ ଭାଗବତ ବାଣୀ। ଶୁଣି ତରନ୍ତି ଭବ ପ୍ରାଣୀ। ଯଦି ଆପଣ ଖାଲି ଆକୁ ଶୁଣିବେ, ତାହେଲେ ଭବ ସଂସାର ଭିତରୁ, ଭବ ସାଗର ଭିତରୁ ତରିଯିବେ। ଏଠି ଯେତିକି ଆମେ ବସିଛେ ସବୁ ଆଜ୍ଞା ଏ ଭବ ସଂସାର ଭିତରେ ଉବୁଟୁବୁ ହଉନେ? ସମସ୍ତେ ସଂସାରର ମାୟା ପ୍ରପଞ୍ଚ ଭିତରେ ଆମେ ଉବୁଟୁବୁ ହଉଛେ। ତାହେଲେ ଭବ ରୂପକ ସାଗର ଭିତରୁ, ଏ ଭବ ସଂସାର ଭିତରୁ ଉଦ୍ଧାର ପାଇବା ପାଇଁ ହେଲେ କଣ କରିବା ପାଇଁ ପଡିବ ନା? ଟିକେ ନିର୍ମଳ ଭାଗବତ କଥାକୁ ଶୁଣିବା ପାଇଁ ହବ। ହରି କଥାରେ ଯାର ଶ୍ରଦ୍ଧା, ତାକୁ ନ ଲାଗେ ଭବ। ଭଗବାନଙ୍କର କଥା ଶୁଣିବା ପ୍ରତି ଶ୍ରଦ୍ଧା ଅଛି ଆଉ ଭଲ ପାଇବା ଅଛି। ପୁଣି କହିଲେ ଇଏ ସତସଙ୍ଗରେ 3 ଜଣଙ୍କର ଉପସ୍ଥିତି ଅଛି। କଣ କଣ ନା? ଶ୍ରୋତା ବକ୍ତା ଯେ ପଚାରି, 3 ଜଣ ଜାତି ତୋରି। ଆହା ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଶ୍ରୋତା ବକ୍ତା ଯେ ପଚାରି, 3 ଜଣ ଜାତି ତୋରି। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ବୋଲ ଶ୍ରୀମଦ୍ ଭାଗବତ ଭଗବାନ କି ଜୟ। ଶ୍ରୋତା ବକ୍ତା ଯେ ପଚାରି, 3 ଜଣଙ୍କ ଉପସ୍ଥିତି ଅଛି ଏଠି। ଶ୍ରୋତା ଆଗରେ ମା ମାନେ ମନ ଦେଇ ଶୁଣନ୍ତୁ। ଶ୍ରୋତା ଅର୍ଥ ଶୁଣିବା। ଯୋଉମାନେ ବସିକି ଶୁଣୁଛନ୍ତି ଆପଣ ମାନେ ହେଲେ ଶ୍ରୋତା। ଦ୍ୱିତୀୟରେ ବକ୍ତା, ଯୋଉମାନେ ବାଣୀ ସେବା କରୁଛନ୍ତି, କିଛି କହୁଛନ୍ତି। ମୋ ଦକ୍ଷିଣ ପାର୍ଶ୍ୱରେ ମଧ୍ୟ ବକ୍ତା ମହୋଦୟ ଉପସ୍ଥିତ ଅଛନ୍ତି। ପୂଜ୍ୟ ମୋହନ ପ୍ରଭୁ ମହାଭାଗ, ସେ ମଧ୍ୟ ଆପଣମାନଙ୍କୁ ଶୁଣେଇବେ, କଥା ମଧ୍ୟ ଶୁଣେଇବେ। ଆଗାମୀ ଦିନ ମାନଙ୍କରେ ଏଇଠି ଯୋଉ ଆଉ 2 ଦିନ କାର୍ଯ୍ୟକ୍ରମ ଅଛି, ତା ଭିତରେ ମଧ୍ୟ ପ୍ରଭୁ ଯେଉଁ କଥା ଆପଣମାନେ ଶୁଣିବେ। ତେବେ ଦେଖନ୍ତୁ, ବକ୍ତା ଯିଏ ଭଗବାନଙ୍କର ବାଣୀ ସେବା କରୁଛନ୍ତି। ତୃତୀୟରେ ପଚାରନ୍ତି, ଯୋଉମାନେ ଭଗବାନଙ୍କ ସମ୍ବନ୍ଧରେ କିଛି ଜାଣିବା ପାଇଁ ଜିଜ୍ଞାସା ଭାବ ଧରି କିଛି ପଚାରନ୍ତି। ଏ 3 ଜଣଙ୍କ ଉପସ୍ଥିତି ସତ୍ସଙ୍ଗ ଭିତରେ ରହିଛି। ଶ୍ରୋତା ବକ୍ତା ଯେ ପଚାରି, ଏ 3 ଜଣ ଜାଣିଛନ୍ତି। ଆଚ୍ଛା, ଏ 3 ଜଣ ତ ତରିବେ ଆମେ ଜାଣିଛେ, କିନ୍ତୁ ୟାଙ୍କ ଭିତରୁ ପ୍ରଥମେ କିଏ ତରିବେ? ପ୍ରଥମେ କାହା ନା ଜଗନ୍ନାଥ ଦାସ ଲେଖୁଛନ୍ତି ନା? ଶ୍ରୋତା। ଆଗେ ଶ୍ରୋତା ତରିବେ, ଯୋଉମାନେ ବସିକି ଶୁଣୁଛନ୍ତି ସେଇମାନେ ଆଗେ ତରିବେ। ଦ୍ୱିତୀୟରେ ବକ୍ତା ଯେ କହୁଛନ୍ତି, ସେ ମାନେ ଶ୍ରୋତାଙ୍କ ଉପରେ ବକ୍ତା ତରିବେ। ତୃତୀୟରେ ଯେ ପଚାରି, ଯେ ପଚାରନ୍ତି। ମତେ ଜଣେ ପଚାରି, କହିଲା ଆଜ୍ଞା ଆମ କାମ ତ ଖାଲି ଆପଣମାନଙ୍କୁ ପଚାରିବା ନା? ହଁ ନା, ମୁଁ ପଚାରିଲା ମାନଙ୍କୁ କଣ ପାଇଁ ଲାଷ୍ଟ ବେଳକୁ ଦେଇଛନ୍ତି ଠାକୁର?
ମୁଁ କହିଲି ଆପଣ ଯଦି ପଚାରୁଛନ୍ତି କୋଉ ଭାବ ନେଇକି ପଚାରୁଛନ୍ତି, ଜଣଙ୍କ ଜ୍ଞାନ ପରୀକ୍ଷା କରିବା ପାଇଁ ପଚାରୁଛନ୍ତି ନା ନିଜର ଜିଜ୍ଞାସା ଭାବକୁ ନେଇ ପଚାରୁଛନ୍ତି, ଜାଣିବାର ଇଚ୍ଛାକୁ ନେଇ ପଚାରୁଛନ୍ତି ନା ସିଏ କେତେ ଜ୍ଞାନୀ, ତାର କେତେ ଜ୍ଞାନ ଅଛି, କୋଉ ଭାବକୁ ନେଇ ପଚାରୁଛନ୍ତି? ପଚାରିବାର ଶୈଳୀ ବି ଅଲଗା। ଆଜ୍ଞା ଏମିତିଆ ପ୍ରଶ୍ନ ଅଛି ଯୋଉମାନେ କି ପଚାରନ୍ତି ଆପଣ ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ। ଏମିତିଆ ପ୍ରଶ୍ନ, ମୁଁ ବି ସେ ପ୍ରଶ୍ନ ସବୁ ଶୁଣିଛି। ମୁଁ କଣ କହେ, ଖାଲି ଯା ହସି ଦେବାଟା ହିଁ ସାର। ଯେମିତି ଗୋଟେ ଉଦାହରଣ ଆପଣଙ୍କୁ ଦଉଛି, ଗୋଟେ ଜାଗାରେ ରାମଚରିତ ମାନସ କଥା କହିବା ପାଇଁ ଯାଇଥାଉ। ସେଠି ଜଣେ ବ୍ୟକ୍ତି ଯାଉ ଭଗବାନ ତାଙ୍କ ମୁଣ୍ଡରେ କେମିତି ଏ ପ୍ରଶ୍ନ ପୁରେଇଲେ ତାଙ୍କୁ ସାଧୁବାଦ ଏଇ ମଞ୍ଚରୁ ସିଏ ମତେ ପ୍ରଶ୍ନ ପଚାରୁଛନ୍ତି। କଣ ନା ଭରତ ଯୋଉ ରାମଙ୍କର ପାଦୁକା ନେଇକିରି ଆସିଲେ ନନ୍ଦୀଗ୍ରାମରେ ସ୍ଥାପନା କଲେ, ଯଦି ଆପଣ ଜାଣିଥିବେ ଟିକେ କହିବେ ସେ ପାଦୁକାଟା କେତେ ନମ୍ବର ଥିଲା? ମୋ ମୁଣ୍ଡରେ ହାତ ଦେଲି। ମୁଁ କହିଲି କାହିଁ ତ ଆଜି ପର୍ଯ୍ୟନ୍ତ ମୋ କାନ ଉଠିଲା ଦିନଠୁ ମୁଁ ଏ କଥା କେବେ ଶୁଣିଛି ନା ନା ମୋ ଆଖି ଉଠିଲା ଦିନଠୁ କୋଉ ବହିରେ ଏ କଥା ପଢିଛି। ସେକେଣ୍ଡ ସେମିତି ଗୋଟେ ଜାଗା ଯାଇଥାଏ, ସୁଦାମା ଖୁଦ ଭଜା ଖାଇଛନ୍ତି, କୃଷ୍ଣଙ୍କୁ ଦେଇନାହାନ୍ତି, ଖୁଦ ଭଜା ଖାଇ ଦେଇଛନ୍ତି। ସେ ଖୁଦ ଭଜାଟା କେତେ ଗ୍ରାମ ଥିଲା ଟିକେ ଜାଣିଥିବେ ଯଦି କହିବେ। ମୋ ମୁଣ୍ଡ ଖରାପ ହେଲେ ଭାଇ ମୁଁ ତ କାହିଁ ଆଜି ପର୍ଯ୍ୟନ୍ତ କୋଉଠି ଏଇଭଳିଆ କଥା, ଏଇଭଳିଆ ପ୍ରଶ୍ନ ବି ତ ମୁଁ ଶୁଣିବା ପାଇଁ ପାଇନି। ବିଭିନ୍ନ ଏମିତିଆ ପ୍ରଶ୍ନ ସବୁ ଅଛି ଯିଏକି ମୁଣ୍ଡକୁ ବିଚଳିତ କରେଇ ଦିଏ। କିନ୍ତୁ ଆପଣ ମନେ ରଖନ୍ତୁ, ଏମିତି କୌଣସି ଶଙ୍କା ନାହିଁ, ଏମିତି କୌଣସି ପ୍ରଶ୍ନ ନାହିଁ ଯାହାର ସମାଧାନର ସୂତ୍ର ଶ୍ରୀମଦ ଭାଗବତରେ ନାହିଁ। ଯଦି ଆପଣ ଭାଗବତକୁ ସବୁଦିନ ପଢୁଥିବେ ଏବଂ ନିତ୍ୟ ପାଠ କରୁଥିବେ, ତାହେଲେ ଆପଣଙ୍କ ଭିତରେ କୌଣସି ପ୍ରଶ୍ନ ପଚାରିବାର ସମସ୍ୟା ହିଁ ରହିବ ନାହିଁ। ଭାଗବତ ଗୋସାଇଁ ଆପଣଙ୍କର ସମସ୍ତ ସମସ୍ୟାକୁ ଦୂରୀଭୂତ କରି ଦେବେ। ଶୁଣିବାର କେତେ ଫଳ ଆପଣ ଦେଖନ୍ତୁ। ଏଇଠି ବସିଛେ, କେତେବେଳେ ମନ ହବ ହେ ନା ଆଜି ପ୍ରବଚନ ପାଇଁ ଭଲ ଲାଗୁନି, ଭୋକ ଲାଗୁଛି, କଣ ଟିକେ ଖାଇବା। ଯଦି ଖାଇବାକୁ ଇଚ୍ଛା ହେଲା, ବାଟରେ ତ ସେଠି ଗୁପଚୁପ ଦୋକାନ ପଡିଛି, ଚାଟ ଦୋକାନ ପଡିଛି, ହଁ ନେଇ ଆସିଲୁ, ବସିକି ଖାଇଦେଲୁ, ମନ ହେଲା ଖାଇଦେଲୁ। କିନ୍ତୁ ଏଠି ଯୋଉ କଥା କହୁଛି ଏ କଥା ବି ଗୋଟେ ଅମୃତ। ମନ ଦେଇକି ଶୁଣୁଥିବେ, ଯୋଉ ଭଗବାନଙ୍କର କଥା ପ୍ରବାହ ଚାଲିଛି ଇଏ ଗୋଟେ ଅମୃତ। ଇଏ ପୁଣି କୋଉ ଅମୃତ ନା କଥାମୃତ। ଏ କଥାମୃତର ମାହାତ୍ମ୍ୟ କଣ ନା ଯେତେବେଳେ ସୁକ୍ତାଲ ଧାମ, ଆଜି ବି ସେ ସ୍ଥାନ ଅଛନ୍ତି ଉତ୍ତରପ୍ରଦେଶର ସୁକ୍ତାଲ। ସୁକ୍ତାଲରେ ଯୋଉଠି ଶୁକ 5,500 ବର୍ଷର ବଟବୃକ୍ଷ ଏପର୍ଯ୍ୟନ୍ତ ମଧ୍ୟ ସେଠି ତିଷ୍ଠିକି ଅଛନ୍ତି। ସେ ବଟବୃକ୍ଷ ମୂଳରେ परमहंस चूड़ामणि श्रील सुखदेव गोस्वामी महाराज कौन करुचंती, भागवत कथा को आरंभ करुचंती। आ परम विष्णु भक्त वैष्णव कुल सम्राट महाराज परीक्षित बसी भागवत कथा को शुणुचंती। केते दिन हैला भागवत कथा? 7 दिन। 7 दिन होई जेतेबेले प्रथम दिन जाईछि पूरा अहर्निशि चली भागवत कथा। दिन राति 24 घंटा भागवत कथा चली। प्रथम दिन पड़ी, द्वितीय दिन पड़ी, तृतीय दिन पड़ी, चतुर्थ दिन को सुखदेव गोस्वामी महाराज परीक्षित कहले कहले हे दिन राति 24 घंटा कथा कई कई मो तंटी कोन हो गला। तापर तमे तो सुनी 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 तमे एपर्यंत कहीं धैर्य हरा है न। परीक्षित महाराज कहले आपण कोन कहया पे चाहछन? सुखदेव कहले तुमको टिके विरति दउछि, वर्तमान तुमको जदि भोक लागुछि कि शोष लागुछि जा कोन टिके खाइ देके आसो, नले कोन टिके पी देके आसो। परीक्षित महाराज हास्य बदन रे विनम्रतार सहित सुखदेव गोस्वामी के कहउचंती, आज्ञा आपण जो भागवत फल को खुआउचंती मते, ये भागवत गोटे फल। को फल ना वेद। संपूर्ण वेद जदि गोटे कल्पवृक्ष हुए, संपूर्ण वेद जदि गोटे बटवृक्ष हुए, तले भागवत होछि तार पाचिला फल। एते बड़ फल को खाई खाई आपण जो फल गोटे खादु, जदि सेउ खाइबे सेउर चोपा फिंगिबे, कदली खाइबे ता चोपा फिंगिबे, नानवे पिजुली खाइबे चोपाटा फिंगिबे। जो फल खांतु आपण ता चोपाटा फिंगिबे किबा तार मंजी फिंगिबे, जा भी गोटे फिंगिबे। माने समस्त फलर गोटे वर्ज्य वस्तु अछि, पकेला हलिया जिंस अछि। किंतु भागवत गोटे एमितिया फल जार कोनोसी वर्ज्य वस्तु नाही, ताको आपण पकेई देई परिबे नाही। ता होचंती श्रीमद भागवत, सुनिबार सौभाग्य पाइचंती प्रभु देइचंती। टिके भागवतर महिमा को जे सुनिबे, तापर दशम स्कंद प्रसंग जा जे पारायण हिचंती आमे कथा को जीवा। आरंभ टिके भागवतर महात्म्य सुनिबा। कोन ए भागवतर महात्म्य, कोन पे आमे बसिबा भागवत को सुनिबा। हां जेतेबेले सुकुताल धाम रे सुखदेव कोन करूचंती, परीक्षित को भागवत सुनाउचंती। परीक्षित महाराज 4 दिन जेतेबेले हे जाईची, सेतेबेले से कहउचंती जे आपण तो भागवत रूपक अमृत फल को खुआई दउचंती। या खाइ साइला परे कोन आउ किछि खाइबार वस्तु थाई पारे ना? याको खाइ साइला परे आउ जा खाइले भोक मेंटी पारे? तापर फलर रस, नडियाटा अछि, नडिया खाइबे ता रस को पीबे,
ପଇଡ଼ ତାର ଯୋଉ ନାଳି ତାକୁ ଖାଇବେ ତା ସହିତ ତା ରସକୁ ପିଇବେ। ସେମିତି ଭାଗବତ ହଉଛି ଗୋଟିଏ ଫଳ, ତା ରସକୁ ମଧ୍ୟ ପିଇବେ। ତାହେଲେ କୋଉଠୁ କେତିକି ଫଳ ଆଉ କୋଉଠୁ କେତିକି ରସ? ଭାଗବତର ଫଳ କୋଉଠୁ କେତିକି? ପୁରା ଆରମ୍ଭରୁ ପୁରା ନବମ ସ୍କନ୍ଧ ଯାଏ ପୁରା ଫଳ ଖାଲି ଖାଇବାର ଅଛି। ସେତିକି ପୁରା ଖାଇକି ପୁରା ନିଜ ଜୀବନରେ ତାକୁ କାର୍ଯ୍ୟରେ ଲଗେଇବାର ଅଛି, ହଜମ କରିବାର ଅଛି। ତାପରେ ଦଶମ ସ୍କନ୍ଧଠୁ ଆରମ୍ଭ ହେଇଯିବ କଣ ନା ରସ। ଆଉ ଖାଇଲେ ହବନି, କଣ କରିବ? ପିଇବ। ସେ ରସକୁ ଖାଇଲେ କିଛି କାମରେ ଆସିବନି, ତାକୁ ପିଇବା ପାଇଁ ପଡିବ। ଦଶମ ସ୍କନ୍ଧ ହେଲେ ଭାଗବତର ରସ। ତାହେଲେ ଭାଗବତର ରସ ପ୍ରସଙ୍ଗ ଆରମ୍ଭ ହେଇଯାଇଛି। ତାହେଲେ ଦେବତା ମାନେ କହିଲେ ଆହା ଇଏ ଏମିତିଆ ଅମୃତ, ଏମିତିଆ ରସ ଯେ ସ୍ୱର୍ଗର ଅମୃତ ବି ତା ପାଖରେ ବଳି ପଡିଯିବ। ତେଣୁ ସ୍ୱର୍ଗର ଅମୃତ ଭାଣ୍ଡଟିକୁ ଧରି ସବୁ ଦେବତା ମାନେ ମିଶି ଏକତ୍ରିତ ହୋଇ ପହଞ୍ଚି ଗଲେ କୋଉଠି ନା ଭାଗବତ କଥାସ୍ଥଳରେ, ଯୋଉ ସ୍ଥାନରେ ଶୁକ କଣ କରୁଛନ୍ତି ପରୀକ୍ଷିତକୁ ଭାଗବତ ଶୁଣାଉଛନ୍ତି। ସେ ଅମୃତ କଳସଟାକୁ ନେଇ ଯେତେବେଳେ ପହଞ୍ଚି ଗଲେ ଏବଂ ଶୁକଦେବଙ୍କୁ କହିଲେ, ହେ ଶୁକଦେବ ଗୋସ୍ୱାମୀ, ଆମେ ସ୍ୱର୍ଗରୁ ଦେବତା ମାନେ ଆସିଛୁ, ଆପଣ ଏଇ ସ୍ୱର୍ଗର ଅମୃତ କଳସକୁ ନିଅନ୍ତୁ, ଯେତେ ଇଚ୍ଛା ସେତେ ପାନ କରନ୍ତୁ, କିନ୍ତୁ ତାର ପ୍ରତିବଦଳରେ ଆମକୁ ଟିକେ ଭାଗବତ କଥାମୃତ ଶୁଣେଇ ଦିଅନ୍ତୁ। ଶୁକଦେବ ଗୋସ୍ୱାମୀ କହିଲେ, ତମକୁ ଯାହା ଭଲ ମୁଁ ଟିକେ ଶୁଣେଇଥାନ୍ତି, ତମେ ଏଇ ଯୋଉ ସ୍ୱର୍ଗର ଅମୃତକୁ ଆଣିକି ମତେ କହୁଛ ଭାଗବତ କଥାମୃତ ଶୁଣାଅ, ଲାଞ୍ଚ ଦେଇକି ମତେ କହୁଛ ଶୁଣାଅ, ତ ମୁଁ ଯାହା ଶୁଣେଇଥାନ୍ତି ଆଉ ଟୋଟାଲି ଶୁଣେଇବି। ଯାଅ। ଦେବତା ମାନଙ୍କୁ ପଠେଇ ଦେଲେ। କହିବାର ତାତ୍ପର୍ଯ୍ୟ ଦେବତା ମାନଙ୍କୁ ମଧ୍ୟ ଏ କଥା ଦୁର୍ଲଭ, ଦେବତା ମାନେ ମଧ୍ୟ ଏ କଥାକୁ ସହଜରେ ଶୁଣି ପାରନ୍ତି ନାହିଁ। ଏ କଥା ହଉଛି ଦେବ ଦୁର୍ଲଭ କଥା, ଭାଗବତ କଥା। ଦେବତା ମାନେ ଫେରି ଯାଇଥିଲେ। ଆଉ ଶୁକଦେବ ସେଠି ପଦିଏ କଥା କହିଥିଲେ। କଣ କହିଥିଲେ ନା କୋ କାଚ କୋ ମଣିରେ ମହାନ। ଗୋଟେ କାଚ ଆଉ ଗୋଟେ କାଞ୍ଚନ କହିଲେ ସୁନା। କାଚ ଆଉ କାଞ୍ଚନ ଭିତରେ ଫରକ ଅଛି ନା ନାହିଁ? ଗୋଟେ କାଚ ଆଉ ଗୋଟେ ସୁନା ଭିତରେ ଫରକ ଅଛି ନା ନାହିଁ? ଯଦି ଭଗବାନଙ୍କର କଥା ଶୁଣା ହୁଏ, ଯଦି ଭଗବାନଙ୍କର କଥା ମୃତ କାଞ୍ଚନ ହୁଏ ବା ଶୁଣା ହୁଏ, ତାହେଲେ ସ୍ୱର୍ଗର ଅମୃତ ହଉଛି କାଚ ସଦୃଶ। ଯାଅ, ଏ ଭଗବାନଙ୍କର କଥା ମୃତ ତମକୁ ଦେଇ ହବନି, ଇଏ ହଉଛି ପ୍ରଭୁଙ୍କର କଥା ମୃତ। ୟାକୁ ଶୁଣିଲେ କଣ ହୁଏ? ସେଇ ଦଶମ ସ୍କନ୍ଧରେ ଗୋପୀ ଗୀତରେ ଗୋପୀ ମାନେ ଭଗବାନ କୃଷ୍ଣଙ୍କୁ କହୁଛନ୍ତି, ହେ କୃଷ୍ଣ, ଆପଣଙ୍କ କଥାକୁ ଶୁଣିବା ଦ୍ୱାରା ଜୀବନ କଣ ଲାଭ ହେଇଥାଏ? ତବ କଥା ମୃତମ୍ ତପ୍ତ ଜୀବନମ୍ কবিবিরিতম কলমশাপহম রাধে গোবিন্দ তালি মারি সমস্ত গাইবা প্রেম সে শ্রী রাধে গোবিন্দ শ্রী রাধে গোবিন্দ শ্রী রাধে গোবিন্দ শ্রবণ মঙ্গলম শ্রীমদাততম শ্রী রাধে ভুবি গুণান্বিতে ভূরিদাজনা শ্রী রাধে গোবিন্দ 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 बोल श्रीमद भागवत भगवान की जय तब कथामृतम तप्त जीवन। गोपी माने कहउछन तम कथा को सुनिले कोन हबो ना तप्त जीवन।